200 ମିଟର ଓ 160 ମିଟର ଲମ୍ବର ଦୁଇଟି ଟ୍ରେନ୍ ଯଥାକ୍ରମେ 12 କିମି 72 କିମି ପ୍ରତି ଘଣ୍ଟା ଓ 90 କିମି ପ୍ରତି ଘଣ୍ଟା ବେଗରେ ବିପରୀତ ଦିଗରେ ଗତି କରନ୍ତି। ସେମାନେ ପରସ୍ପରକୁ କେତେ ସମୟରେ ଅତିକ୍ରମ କରିବେ? ଆମେ ୟାକୁ କ'ଣ କରିବା? ଉତ୍ତର, ଟ୍ରେନ୍ଟି ଯେତେବେଳେ ଦୁଇଟି ଟ୍ରେନ୍ ପିଲାମାନେ ମନେ ରଖିବ, ଯେତେବେଳେ ଦୁଇଟି ଟ୍ରେନ୍‌ର ବେଗ ତୁଳନା କରାଯାଏ, ଏକା ଦିଗରେ ଯିବା ଏବଂ ବିପରୀତ ଦିଗରେ ଯିବା ଦୁଇଟି ପ୍ରଶ୍ନ ଉଠେ। ଯେତେବେଳେ ଏକା ଦିଗରେ ଯାଆନ୍ତି ସେତେବେଳେ ବେଗ ବିୟୋଗ ହୋଇଯାଏ, ଯେତେବେଳେ ବିପରୀତ ଦିଗରେ ଯାଆନ୍ତି ସେତେବେଳେ ଦୁଇଟା ବେଗ ମିଶିଯାଏ। ତାକୁ ଆମେ କୁହନ୍ତି କ'ଣ? ନା ଆପେକ୍ଷିକ ବେଗ। ଟ୍ରେନ୍ ଦୁଇଟିର ଆପେକ୍ଷିକ ବେଗ କେତେ ହେବ? ଆପେକ୍ଷିକ ବେଗ ଦୁଇଟାକୁ ମିଶେଇଦେବା। ଗୋଟେ ହେଉଛି 72 ଆଉ ଗୋଟେ ହେଉଛି 90 ସମାନ ଆମେ କେତେ ପାଇବା? ଆମେ ପାଇବା 162 କିମି ପ୍ରତି ଘଣ୍ଟାକୁ ଦେଇଛି। ଆଗ କ୍ଲାସ୍‌ରେ ଏଟା ଆଲୋଚନା ହେଇଛି। ଆମେ ୟାକୁ କ'ଣ କରିବା? ନା ସେକେଣ୍ଡ ପ୍ରତି କନଭର୍ଟ କରିବା। କାହିଁକି? ତା କାରଣ ହେଉଛି ଟ୍ରେନ୍ ଦୁଇଟି ଖୁବ୍ କମ୍ ସମୟରେ ପରସ୍ପରକୁ ଅତିକ୍ରମ କରିବେ। ଆମକୁ ଛୋଟ ୟୁନିଟ୍‌ଟି ଆସିବାକୁ ପଡ଼ିବ। ତେଣୁକରି ଆମେ କ'ଣ କରିବା? ସମାନ 162ରେ ସୂତ୍ର ଅନୁସାରେ କ'ଣ କରିବା? ନା 5 ବିଭକ୍ତ 18 ଗୁଣିଦେବା। ଗୁଣିଦେଲା ପରେ ଏଇ ଏକକୁ କ'ଣ କରିବା? ଆମେ ବର୍ତ୍ତମାନ ମିଟର ପ୍ରତି ସେକେଣ୍ଡ କରିବା। ଏଇଟା ପିଲାମାନେ ଖ୍ୟାଲ କରିବ। ଏଇଟା କଟିଗଲେ ଆମେ ପାଇବା କେତେ? ନା 45 ମିଟର ପ୍ରତି ସେକେଣ୍ଡ। ତାପରେ କ'ଣ କରିବା? ଟ୍ରେନ୍ ଦୁଇଟିର ଦୈର୍ଘ୍ୟକୁ ମିଶେଇଦେବା। ମୋଟ ଦୈର୍ଘ୍ୟ ହେଲା କେତେ? ମୋଟ ଦୈର୍ଘ୍ୟ ହେଲା 200 ମିଟର ଗୋଟିଏ ଟ୍ରେନ୍‌ର, ଗୋଟିଏରେ ହେଲା 160 ମିଶିକି ହେଲା 360। ତେବେ 360 ମିଟରକୁ ଅତିକ୍ରମ କରିବାକୁ କ'ଣ କରିବାକୁ ପଡ଼ିବ? ନା ଦୂରତା ବିଭକ୍ତ ବେଗ 45 ଆକୁ ଆମେ କାଟିଦେଲେ କେତେ ପାଉଛନ୍ତି? ନା ଆମେ ୟାକୁ କାଟିଦେଲେ ପାଉଛନ୍ତି 8 ସେକେଣ୍ଡରେ ଅତିକ୍ରମ କରିବ। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ ଦେଇ ଆଜିର ଭିଡ଼ିଓକୁ ସମାପ୍ତ କରୁଛନ୍ତି। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ। ଧନ୍ୟବାଦ।